ଆଜି ଜବରଦସ୍ତ ଏବଂ ଧମାକାଦାର ଏପିସୋଡ ଦେଖିବେ। ଆଜି ଚିକି ରାମକୁ ମୁଣ୍ଡର ବାଲ ଖୋଲି ଯାଉଥିବା ତାଙ୍କର ଚିକି ବର୍ତ୍ତମାନ ତାର ରାମକୁ ଲଗାଇ ଦେଉଥିଲେ ସେତେବେଳେ ନିଶା ଦେଖିଦେବେ। ନିଶା ଆଜି କାନ୍ଦି କାନ୍ଦି କହିବେ, ହଁ ଏଇ ସୁନା ମୁଁ ଚୋରି କରୁଛି। ଆଜି ମୋର ବାର୍ଥଡେ, କେହି ବି এই ବିଷୟରେ ଜାଣିନାହାନ୍ତି। ଆଜି ମୋର ଜନ୍ମଦିନ, ମୋତେ ବହୁତ ସାରା ଗିଫ୍ଟ ମିଳିବାର ଥିଲା। ମୋତେ ଆଶା ଲାଗୁଥିଲା ସେଇ ସବୁ ସ୍ୱପ୍ନ ଏବେ ବି ମୋର ଅଧାରେ ରହିଗଲା। ମୋତେ କେହି ବି ଏଇ ଘରର ଲୋକମାନେ ଭଲ ପାଆନ୍ତି ନାହିଁ। ଏହିମାନେ ମୋତେ ଜାଣିଲା ପରେ ବି ମୋତେ କେହି ବି ମୋତେ ଗିଫ୍ଟ ଦେଲେ ନାହିଁ। ଯେତେବେଳେ ଜେଜେମା ଚିକିକୁ ଦିଦିକୁ ଏହି ଗିଫ୍ଟ ଦେଲେ ସେତେବେଳେ ମୁଁ ଭାବିଲି ଯେ କିଛି ସମୟ ଏହି ହାରକୁ ମୋରି ପାଖରେ ରଖିବି, ଯେମିତି ମୋତେ ଗିଫ୍ଟ ଦେଲା ପରି ଲାଗିବ। ଆଜି ମୋର ବାର୍ଥଡେ, ମୋତେ ଏହି ହାର ମିଳିଅଛି, ତାପରେ ଏହି ହାରଟାକୁ ମୁଁ ଫେରାଇ ଦେବି। ପ୍ଲିଜ୍ ମୋତେ କ୍ଷମା କରିଦିଅନ୍ତୁ, ମୁଁ କିଛି ଜାଣିପାରିଲି ନାହିଁ। ପ୍ଲିଜ୍ ଜେଜେମା, ଜେଜେବାପା ଓ ବଡ଼ମା। ଜେଜେମା କହିବେ, ଆଜି ମୋର ସାନ ବୋଉର ବାର୍ଥଡେ ହେବ। ଲକି, ତୁ ବାହାରକୁ ଯା। ଏହି ସହରର ସବୁଠାରୁ ବଡ଼ ଜୁଏଲାରୀ ସପକୁ ଫୋନ୍ କର। ଯାହା ସବୁ ଭଲ ଜିନିଷ ଅଛି ସେ ସବୁ ଆଣି ଆସିବ। ଚିକି କହିବେ, ଆଜି ତୁ ମିଛ କହି ଜିତି ଯାଇଛୁ ନିଶା। ଦେଖ ତୋର ଏ ମିଛ କହିବାର କେତେ ତୋର ପରିଣାମ ହେବ। ସତରେ ନିଶାକୁ ଆଗକୁ କ'ଣ ପରିଣାମ ହେବ ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରିବାକୁ ଭୁଲିବ ନାହିଁ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଜୟ ଜଗନ୍ନାଥ।